ଏକ ଆମ୍ବ ଡାଳ ନେଇକି ଆସିଛୁ କାହିଁକି? ବୁଧେଇ ଓଷା ପରା। ସମସ୍ତଙ୍କୁ ମୋର ନମସ୍କାର, ଜୟ ଜଗନ୍ନାଥ। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ଆମ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଗୋଟେ ଲାଇକ୍, କମେଣ୍ଟ, ସେୟାର ଆଉ ଗୋଟେ ସବସ୍କ୍ରାଇବ୍ ନିହାତି କରିଦିଅନ୍ତୁ। ଚାଲନ୍ତୁ ଦେଖିବା ଆମ ନ୍ୟୁ ବ୍ଲଗ୍। ବାରିପଟ ବହୁତ ବର୍ଷରେ ଜଙ୍ଗଲ ହେଇଗଲାଣି। ଦେଖିବା ବାରିପଟେ ବାଡ଼ ଭାଙ୍ଗି ଦେଇଛନ୍ତି। ଦେଖିବା ଏଠି ଭୁସୁଙ୍ଗା ଗଛ ବଡ଼ ହେଇଗଲାଣି। ସ୍ପ୍ରେ କରିବାରୁ ମେଡ଼ିସିନ ସ୍ପ୍ରେ କରିବାରୁ ଆଉ ପୋକ ଲାଗୁନାହାନ୍ତି ଆଉ ପୋକ ଲାଗୁନାହାନ୍ତି ଆଉ। ନଡ଼ିଆ ଗଛରେ ବି ପୋକ ଲାଗିଲାଣି। ଦେଖିବା ଏଠି ଗୋଟେ କଦଳୀ କୁଣ୍ଡା ଆଉ ଭଣ୍ଡା ଗଛରେ କେତେ ବଡ଼ ହେଇଗଲାଣି। ନଡ଼ିଆ ଗଛ ଭଳିଆ ହେଇଯାଇଛି। ଦେଖିବା ଆଜି ହେଉଛି ବୁଧେଇ ଓଷା। ଘରେ ସମସ୍ତେ ଲାଗି ପଡ଼ିଛନ୍ତି ସଫାସଫି। ଆଜି ପୂଜା କାମରେ ଲାଗିଯାଇଛନ୍ତି। ଏଠି ହେଉଛି ମନି ପ୍ଲାଣ୍ଟ ଗଛଟା ଗୁଆ ଗଛ ମାଡ଼ୁଛି। ମନି ପ୍ଲାଣ୍ଟ ଗଛ ଦେଖନ୍ତୁ। ଏଠି ଏବେ ମାଛ କରୁଛନ୍ତି। କ'ଣ ଫୁଲ ଏଠୁ ମାଳ ହଉଛି? ଆଜି କ'ଣ ହବ? ଆଜି ବୁଧେଇ ଓଷା ପୁରା। ଆଜି ବୁଧେଇ ଓଷା ବୋଲି ନା? ମାଳ ତ ଆସିଛି ଆଉ ଫୁଲ ମିଳୁନି ଏବେ। ତ ଫୁଲ ଗୁନ୍ଥା ହଉଥିଲା ନା? ଫୁଲ ଗୁନ୍ଥା ହବ। ଦିଅ ବସିବେ ଆଜି ବୁଧବାର। ପଦ୍ମ ଫୁଲ ଦେଖୁଛୁ? ପଦ୍ମ ଫୁଲ ଆସୁଛି ଗୋଟେ। ହଁ। ଏକ ଆମ୍ବ ଡାଳ ନେଇକି ଆସିଛୁ କାହିଁକି? ବୁଧେଇ ଓଷା ପରା। ବରକୋଳି ପତ୍ର, ଧୂପ, ଆମ୍ବ ଡାଳ ସବୁ ଗୀତିକି ଆଣୁଛୁ। ପୂଜା ହେବ ଆଜି। ଧୁଆ ହବ। ଧୁଆ ହବ ତାହେଲେ। ଆଉ ଏଠି ତ ମାଛ ହେରିକା ଅଛନ୍ତି। ଛୋଟ ଛୋଟ ପୁରା ମାଛ। ଫୁଲ ଗୁନ୍ଥା ଚାଲିଛି। ଆଜି ବହୁ ବ୍ୟସ୍ତତା ଭିତରେ ଆଜି ଭିଡ଼ିଓ ହେଇପାରୁନି ଟୋଟାଲି। ନା ଆଜି ହେଇନି କିଛି। ଆଉ ଆଜି ପାଇଁ ବ୍ଲଗ୍ଟି ମାନେ ଏଇ ଯାହା ହେଇଛି ସେତିକି ଛଡ଼ା ହେବ। ଆଉ ଅଧିକ ତ ହେଇପାରିନି। ବହୁତ ଟିକେ କାମ ଥିଲା। ଆଉ ତାପରେ ହେଉଛି ଦେହଟା ଭଲ ନଥିଲା ବି ମୁଁ ଭିଡ଼ିଓ ଆଜି କେହି ବି କରିପାରିଲିନି। ଆଉ ଆଜି ପାଇଁ ଏଇ ବ୍ଲଗ୍ଟି ଏଇଠି ରଖୁଛି। ଆଉ ସବୁ ଭିଡ଼ିଓ କାଲି ଦେଖିବେ। ରଖୁଛି। ଆଉ ନୁହଁ। ହଉ।